ତ ଏବେ ସୋସିଆଲ ମିଡ଼ିଆରେ ଆମ ୟୁଟ୍ୟୁବ୍ ଏବଂ ଟେଲିଗ୍ରାମରେ ବହୁତ ମାନେ ଡିମାଣ୍ଡ ଚାଲିଛି ଯେ ଗୋଟେ ୱେଟିଂ ଲିଷ୍ଟ ବାହାରୁ। କିନ୍ତୁ ୱେଟିଂ ଲିଷ୍ଟ ବାହାରିବାର ପ୍ରୋବ୍ଲେମ୍ କ'ଣ ସେଇଟା ମୁଁ ଏବେ ତମମାନଙ୍କୁ ମାନେ ଜଣାଇବାକୁ ଚାହୁଁଛି। ତ ସିମ୍ପଲି ଦେଖ ମାନେ ମୁଁ ବି ମାନେ ଏତେ ଅଧିକା ମାର୍କ ରଖିନି ଯେ ମାନେ ମୁଁ ଚାହୁଁନି ଯେ ୱେଟିଂ ଲିଷ୍ଟ ନ ବାହାରୁ, କିନ୍ତୁ ୱେଟିଂ ଲିଷ୍ଟ ବାହାରିଲେ କ'ଣ ପ୍ରୋବ୍ଲେମ୍ ହେବ ସେଇଟା ମୁଁ ଜଣେଇ ଦେଉଛି, ତାପରେ ଆପଣ ଡିସାଇଡ଼୍ କରିବେ। ଦେଖନ୍ତୁ, ଧରନ୍ତୁ ଏଇ ଯେଉଁ ଧର 5 ନମ୍ବରରେ ଯେଉଁ ପିଲା ଅଛନ୍ତି କି 6 ନମ୍ବର କି 1ରୁ 100 ଭିତରେ ଯେଉଁ ପିଲା ଅଛନ୍ତି ସେମାନେ ପାଇବେ ରେଭିନ୍ୟୁ ଇନ୍ସପେକ୍ଟର ସିଓର। ତ ସେମାନେ ଯଦି ବାଇଚାନ୍ସ ତାଙ୍କ ଭିତରୁ ଗୋଟେ ପିଲା ଧରନ୍ତୁ, ଯିଏ ବି ଧରନ୍ତୁ, ଧର 10 ନମ୍ବର ପିଲା କି 8 ନମ୍ବର ପିଲା କି 9 ନମ୍ବର ପିଲା ଜଣେ ଧରନ୍ତୁ କାଉନସିଲିଂ ପର୍ଯ୍ୟନ୍ତ ଗଲେ, କାଉନସିଲିଂ ପରେ ସେ ଡ୍ରପ୍ କରିଦେଲେ, ମାନେ କାଉନସିଲିଂ ଆଟେଣ୍ଡ କଲେ, ତାଙ୍କର RI ପୋଷ୍ଟ ମିଳିଗଲା, ଧରନ୍ତୁ ସେ ଯାଜପୁରରେ RI ପୋଷ୍ଟ ତାଙ୍କୁ ମିଳିଗଲା। ଏଥରକ ସେ କ'ଣ କଲେ ନା କାଉନସିଲିଂ କରିସାରିଲା ପରେ ତାଙ୍କର ଧର CGL ମେନ୍ସ ହେଇଗଲା, ସିଏ ଆଉ ଜଏନିଂ କଲେନି RIରେ, ଯାଜପୁର RIରେ, ଯାଜପୁରର ଯେକୌଣସି ଗୋଟେ ସର୍କଲରେ ସେଠି ଜଏନ୍ ନକରି CGL ମେନ୍ସଟା ଜଏନ୍ କରିଦେଲେ। ତ ଏବେ କାଉନସିଲିଂ ସରିଯାଇଛି, ଧରନ୍ତୁ ୱେଟିଂ ଲିଷ୍ଟ ଗୋଟେ ବାହାରିଛି। ୱେଟିଂ ଲିଷ୍ଟରେ ଅଛନ୍ତି ପିଲା କିଏ? ଯେଉଁମାନେ ସବୁ ବର୍ଡ଼ର ଲାଇନ୍ରେ ଥିବେ, ମାନେ ଯେଉଁମାନେ ମାନେ କ'ଣ ଯେଉଁମାନେ SFS ପାଇବାକୁ ଥିବେ, ସେମାନେ କ'ଣ ପାଇନାହାନ୍ତି, ତ ୱେଟିଂ ଲିଷ୍ଟ ତାଙ୍କରି ନାଁର ବାହାରିଥିବ। କିନ୍ତୁ ଭାବନ୍ତୁ ଏବେ ଯଦି ସିଏ ଏଇ ଯେଉଁ 10 ନମ୍ବରର ଯେଉଁ ଭ୍ୟାକେନ୍ସି ଆସିଲା ତାକୁ ଯଦି ଫୁଲଫିଲ୍ କରିବାକୁ ଚାହିଁବ, ଏବେ ପୁଣି ଆଉ ଥରେ ପୁରା ମାନେ 10 ପରେ ଯିଏ ଥିବ ସିଏ ଚାହିଁବ ଯେ ଆରେ ତାର ଧର ଯାଜପୁରରେ ନେବାର ଇଚ୍ଛା ଥିବ, କିନ୍ତୁ ତାର ଧର ହେଇଯାଇଥିବ ଯାଜପୁର ଜାଗାରେ ଜଗତସିଂହପୁର ମାର୍କ ଅନୁସାରେ। ତ ସିଏ ଏବେ କ'ଣ କରିବ? ସିଏ ଏବେ ପୁଣି ଚାହିଁବ ମୋର ତ ମାର୍କ ଅଛି, ତ ମୋ ତଳ ପିଲା କାହିଁକି RI ପାଇବ? ତ ସିଏ କହିବ ମୁଁ ଉପରକୁ ଯିବି। ତାପରେ ଯିଏ ବି ଧରନ୍ତୁ ୱେଟିଂ ଲିଷ୍ଟରେ ଅଛି ତାକୁ କ'ଣ ଉଠେଇକି ଆଣି ଡାଇରେକ୍ଟ RI କରିଦେବେ? ମାନେ ସମସ୍ତେ ଏଇଖିନା କାଉନସିଲିଂ ୱାନ୍ ସରିଯାଇଛି, ଏଥରକ ସମସ୍ତଙ୍କୁ ଧୀରେ ଧୀରେ ମାନେ ସମସ୍ତେ କିନା ଗୋଟେ ଗୋଟେ ଷ୍ଟେପ୍ ଉପରକୁ ଉଠିବେ। ଆଉ ଏଇଟା ଗୋଟେ ଟାଇପ୍ର ଜବ୍ ନୁହଁ, ମାନନ୍ତୁ ଧରନ୍ତୁ ଖାଲି RI ଥାନ୍ତା, ଖାଲି ଯଦି RI ଥାନ୍ତା ତାହେଲେ ହେଇପାରିଥାନ୍ତା, ମାନେ ଗୋଟେ ଟାଇପ୍ର ହେଇପାରିଥାନ୍ତା, କିନ୍ତୁ ତଥାପି ସେଥିରେ ବି ଅସୁବିଧା ହେଇଥାନ୍ତା। କାହିଁକି ନା ଯିଏ ଧରନ୍ତୁ ନିଜ ଡିଷ୍ଟ୍ରିକ୍ଟ ପାଇନଥିବ, ସେ କହିବ ଗୋଟିଏ ଯେହେତୁ ଉପରେ ଭ୍ୟାକେନ୍ସି ଆସିଲା, ହୁଏତ ମୋ ଚାନ୍ସ ମାନେ ମିଳିପାରେ ଯେ ମୁଁ ମୋର ନିଜ ଡିଷ୍ଟ୍ରିକ୍ଟ ପାଇଯିବି, କାହିଁକି ସେ ଲାଷ୍ଟ ପିଲାଟା କାହିଁକି ଏଇ ଭ୍ୟାକେନ୍ସିଟା ନେଇଯିବ? ବୁଝିପାରୁଛନ୍ତି? ମାନେ ଲାଷ୍ଟ ପିଲାଟା ଯିଏ ଧରନ୍ତୁ 2895 ଆମର ପୋଷ୍ଟ ଅଛି, 2896 ଯିଏ ମାନେ ଯେଉଁ ୱେଟିଂ ଲିଷ୍ଟଟା ଧରନ୍ତୁ ମୁଁ କହୁଛି 2896 ଯାହାର ର୍ୟାଙ୍କ ଥିବ, ଧରନ୍ତୁ ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ସିଏ କାହିଁ 10 ନମ୍ବର ପୋଷ୍ଟଟା ନେବ? ଏଥର କ'ଣ ସମସ୍ତେ ଚାହିଁବେ ଆମେ କ'ଣ ଗୋଟେ ଗୋଟେ ଷ୍ଟେପ୍ ଉପରକୁ ଯିବୁ, ବାଇଚାନ୍ସ ଆମର ନିଜ ଡିଷ୍ଟ୍ରିକ୍ଟରେ ହେଇଯିବ, କିମ୍ବା ମୋର ଧରନ୍ତୁ ARI ଅଛି, ମୋର RIକୁ ଟ୍ରାନ୍ସଫର୍ ହେଇଯିବ ସେ ଗୋଟେ ପୋଷ୍ଟ ପାଇଁ। କିନ୍ତୁ ଧରନ୍ତୁ ଏଇଭଳିଆ 10ଟା ପିଲା ଛାଡ଼ିବେ, ତାହେଲେ 10ଟା ପିଲା ଚାହିଁବେ ଆମେ ଉପରକୁ ଯିବୁ। ତ ୱେଟିଂ ଲିଷ୍ଟ ବାହାର କରିବାର କୌଣସି ମାନେ ଇଏ ବନୁନି, ମାନେ ମତଲବ ହିଁ ନାହିଁ। ତ ତେଣୁ ମୋତେ ତ ବହୁତ ମାନେ ଗଟ୍ ଫିଲିଙ୍ଗସ୍ ଆସୁଛି ଯେ ୱେଟିଂ ଲିଷ୍ଟ ଆସିବ ହିଁ ନାହିଁ, କାହିଁକିନା ଏଇଭଳିଆ ପ୍ରୋବ୍ଲେମ୍ ହୁଏ। ତ କାଉନସିଲିଂ ୱାନ୍ସ ସରିଲା ମାନେ ଯେଉଁ ନାଁ ପଳାଇ ଆସିବ କାଉନସିଲିଂରେ, ସେଇଟା ହେଉଛି ଫାଇନାଲ୍। କାହିଁକି ନା କାଉନସିଲିଂ ୱାନ୍ସ ସରିଲା ପରେ ଆପଣଙ୍କୁ କେଉଁ ଡିଷ୍ଟ୍ରିକ୍ଟ କେଉଁ RI ସର୍କଲରେ କେଉଁ RI ହେବେ କି ARI ହେବେ କି ଅମିନ ହେବେ ଆପଣଙ୍କୁ ଆସିଗଲା ଯେ ଆଲଟମେଣ୍ଟ ଆସିଗଲା। ତାପରେ ଯିଏ ବି ମାନେ ଡ୍ରପ୍ କରୁଛନ୍ତି ସେ ପୋଷ୍ଟଟା ଭ୍ୟାକେଣ୍ଟ ଯିବ। କାହିଁକି ନା ଭ୍ୟାକେଣ୍ଟ ନ ଗଲେ ବହୁତ ଅସୁବିଧା ମାନେ ସେ ତଳ ପିଲାଟାକୁ ମାନେ ଗୋଟେ ପୋଷ୍ଟ ଦେବା ପାଇଁ ଏଇଖିନା ଯେଉଁଠୁ ଭ୍ୟାକେନ୍ସି ଥିବ ତା ତଳ ସମସ୍ତଙ୍କର RI ସର୍କଲ୍ ହେଉ କିମ୍ବା ଯେଉଁ ଡିଷ୍ଟ୍ରିକ୍ଟରେ ପୋଷ୍ଟିଂ ହେଉ ସବୁକୁ ଚେଞ୍ଜ କରିବାକୁ ପଡ଼ିବ। ଆପଣମାନେ ନିଜେ ଥରେ ଭାବନ୍ତୁ ମୁଁ କ'ଣ କହିଲି, ଯଦି ବୁଝି ହେଉଛି ତାହେଲେ ମୋତେ କମେଣ୍ଟ କରନ୍ତୁ, ମାନେ ଠିକ୍ ନା ଭୁଲ ମୁଁ କହୁଛି। କିନ୍ତୁ ମୁଁ ତ ଚାହୁଁଛି ଗଭର୍ଣ୍ଣମେଣ୍ଟ ବରଂ କାମ କରୁ, ମାନେ ଅଧିକା ଷ୍ଟ୍ରେସ୍ ନେଇକିନା କାମ କରୁ ଆଉ ଅଧିକା ଇଏ କରି ପିଲାମାନଙ୍କୁ ଦେଉ ପୋଷ୍ଟିଂ, କିନ୍ତୁ ଦେବା କଷ୍ଟ, ବହୁତ କଷ୍ଟ, ଆଉ ହେବନି ବି, ସମ୍ଭବ ନୁହଁ। ଧନ୍ୟବାଦ।